ବ୍ୟବସ୍ଥା କରିବି। ୟାକୁ ଦେଖି ସାରିଲା ପରେ ଏ ଦୁନିଆରେ କୌଣସି ନାରୀ ପର ପୁରୁଷକୁ ଆଖି ଉଠେ ଅନେଇବାକୁ ସାହସ କରିବନି। କଣ ଅଙ୍କିନି ସତେ ମୋ କଥା ଟିକେ ଶୁଣ। ସତେ ତାକୁ ମାରୁଛ କଣ ପାଇଁ? କିଛି ଦୋଷ ନାହିଁ, କାହିଁକି ମାରୁଛ? ସତେ ମୋ କଥା ଟିକେ ଶୁଣ, କାହିଁକି ମାରୁଛ ତାକୁ? ପରକ୍ରିୟା ଭିତରେ ଏମିତି ମାତି ଯାଇଛ, ତାକୁ ମାରିଲା ବେଳକୁ ତମକୁ ଭାରି କଷ୍ଟ ହଉଛି ନୁହଁ? କହେ କେତେ ଦିନ ମୋ ସ୍ୱାମୀକି କ୍ୟାପଚର କରୁନି, କେତେ ଦିନ ମୋ ସ୍ୱାମୀଙ୍କ ସହିତ ମୋର ଏମିତି ଲୁଚା ଛପା ପ୍ରେମ ସମ୍ପର୍କ ଚାଲିଛି। କହିବୁ ନା ଏଇଠି ଗାତ ଖୋଳି ସତେ ମୋ କଥା ଟିକେ ଶୁଣ। ସତେ ମୁଁ ସତ କହୁଛି, ତାର କିଛି ଦୋଷ ନାହିଁ। ସତେ ওটাই নষ্ট চরিত্রা বড় স্ত্রী পাই তবে ମୋ ଉପରେ ହାତ ଉଠେଇଲ। ତମ ନିଜ ସ୍ତ୍ରୀଟା ତମ ନିଜ ହେଲାନି, ଏ ବড় ସ୍ତ୍ରୀଟା ନିଜ ହେଇଗଲା କାହିଁକି? କଣ ପାଇଁ? ଏ କାହିଁକି ପାଖରେ କଣ ଅଛି ଯୋଉଟା ମୋ ପାଖରେ ନାହିଁ? କୁହ ସମ୍ଭବ, ମୋ କଥାର ଜବାବ ଦିଅ। ଏ କାହିଁକି ସହିତ ତୋର କେତେ ଦିନ ସମ୍ବନ୍ଧ? କୁହ ସମ୍ଭବ। ସେ ଗୀତା ସେ ବড় ସ୍ତ୍ରୀ ନୁହଁ, ସେ ମୋ ସ୍ତ୍ରୀ। କଣ କହିଲା ସଭା? ଏ କାହିଁକି ନୁହଁ ଗୀତା? ଏ ତମ ସ୍ତ୍ରୀ? ସତେ ଇଏ ମୋ ସ୍ତ୍ରୀ। ଅନ୍ତର ହଜି ଯାଇଥିବା ସ୍ୱାମୀ ଆଉ କେହି ନୁହଁ, ସେ ମୁଁ। ତାମାନେ ତମେ ଆଗରୁ ବାହା ହେଇଛ, ଅଥଚ ତମେ ବାହା ହେଇନ ବୋଲି ମତେ ମିଛ କହିଛ। କାହିଁକି ସବ? କାହିଁକି ତମ ମିଛ ପାଇଁ ବାହା ହେଲା? କାହିଁକି ମତେ ତମର ଦିବ୍ୟ ସ୍ତ୍ରୀ ସଜାଇଲେ? ତମେ ଏକୁ ବାହା ହେଇଛ, ତମେ ୟା ଦ୍ୱିତୀୟ ସ୍ତ୍ରୀ। এইଥିପାଇଁ ତୁ ମାସ ମାସ ଭୁବନେଶ୍ୱରରେ ରହୁଥିଲୁ। এইଥିପାଇଁ ମୁଁ ବହୁ ଗୀତାକୁ ତୁ ଭୁବନେଶ୍ୱର ଆଣିବାକୁ ଚାହୁଁନଥିଲୁ। କେମିତି ଗଲୁ ହରମଜାଦା? କାହିଁକି ଏମିତି କଲୁ? ସବୁ ଭୁଲ ହଉଛି ଆପଣଙ୍କର। ଆପଣ ଗୋଟେ ଭୁଲ ନିଷ୍ପତ୍ତି ପାଇଁ ଆଜି ମୋ ଜୀବନଟା ବର୍ବାଦ ହେଇଯାଇଛି। ନଷ୍ଟ ହେଇଯାଇଛି ମୋ ଜୀବନ, ନଷ୍ଟ ହେଇଯାଇଛି। ଆଉ ମୋ ଜୀବନ କାଲି ଯେତେବେଳେ ଲୋକମାନେ ଜାଣିବେ କ୍ୟାପିଟାଲ ହସ୍ପିଟାଲର ରେପୁଟେଡ୍ ଡକ୍ଟର ସତୀଶ ସାହାଣୀ ତା ସୌନ୍ଦର୍ଯ୍ୟକୁ ନେଇ ଘର କରିଛି, ସେତେବେଳେ ମୋ ମାନ ସମ୍ମାନ ରହିବ ତ? କାହିଁକି ସବ? କାହିଁକି ତମେ ମୋ ସହିତ ଏମିତି କଲ? ଦେଖ এই গীতাକୁ ଦେଖ। জিন্স টপ ପିନ୍ଧିବା ତ ଦୂରର କଥା, ଶାଢ଼ୀ ଛଡ଼ା ଆଜି ପର୍ଯ୍ୟନ୍ତ ଘରେ ଡ୍ରେସ୍ ପିନ୍ଧିନେ। ଘରକୁ ଗେଷ୍ଟ ଆସିଲେ ହାଇ ବାଇ ଗୁଡ୍ ମର୍ଣ୍ଣିଂ କହିବା ତ ଦୂରର କଥା, ଆଣ୍ଠେଇକି ପ୍ରଣାମ କରିବା ତାର ଅଭ୍ୟାସ। ଇଂଲିଶ ନ୍ୟୁଜ୍ ପେପର ପଢିବା ତ ଦୂରର କଥା, ଓଡ଼ିଆ ପେପର କିମ୍ବା ହିନ୍ଦୀ ନ ପଢି ସବୁଦିନ ସେ ଲକ୍ଷ୍ମୀ ପୁରାଣ ନହେଲେ ହନୁମାନ ଚାଳିଶା ପଢେ। ଏବେ ତମେ କୁହ, ଖାଲି ଘର କାମ କରିଦେଲେ କି ରୋଷେଇ କରିଦେଲେ କାହିଁ କଣ ମୋ ଭଳି ହାଇଲି ଏଜୁକେଟେଡ୍ ଡକ୍ଟର ସ୍ତ୍ରୀ ହେଇପାରିବ? ଆଉ ହଉ, ମୁଁ ଯେମିତି ମୋ ପ୍ରଫେସନାଲ କ୍ୟାରିୟର ବିଷୟରେ ତମକୁ ସେୟାର କରିପାରୁଛି, ସେମିତି କଣ ମୁଁ ଗୀତା ସହିତ କରିପାରିଥାନ୍ତି? ଆରେ କୁହ, ଚୁପ୍ ରହିଲ କାହିଁକି? ସ୍ପିକ୍ ଆଉଟ୍। I say ସ୍ତ୍ରୀର ସଂଜ୍ଞା ତୋଠାରୁ ମୁଁ ଶୁଣିବାକୁ ଚାହୁଁନି। ଆରେ ଜିନ୍ସ ଟପ୍ ପିନ୍ଧି ପାଟିକ ବଟନ କରି ହାଲୋ ହାଏ ବାଏ ଟାଇ କହୁଥିବା ଝିଅ କାହାରି ଗାର୍ଲଫ୍ରେଣ୍ଡ ନଚେତ ୱାଇଫ୍ ହେଇପାରନ୍ତି, ହେଲେ ସେ ଝିଅ କେବେ କାହାରି ସ୍ତ୍ରୀ ହେଇପାରନ୍ତି। ବାପା ମୋ ରାଗନ୍ତୁନି, ଆପଣ
ପଚାରିଲେ ସିଏ ହଉଛି ଓଡ଼ିଆ ଘରର ବୋହୂ। ସ୍ୱାମୀ ଶ୍ୱଶୁରଙ୍କୁ ମୁଣ୍ଡିଆ ମାରି ଯେ ଆଶୀର୍ବାଦ ଭିକ୍ଷା କରେ ସିଏ ହଉଛି ଓଡ଼ିଆ ଘରର ବୋହୂ। 12 ମାସର ଯେ 13 ଓଷା କରେ ସିଏ ହଉଛି ଓଡ଼ିଆ ଘରର ବୋହୂ। ଦେଇ ପେଟରେ ପାଣି ଦେଇ ଯେ ସପ୍ତ ପୁରୁଷ ଉଦ୍ଧାର କରେ ସିଏ ହଉଛି ଓଡ଼ିଆ ଘରର ବୋହୂ। ତୁଳସୀ ଚଉରା ମୂଳେ ପାଣି ଦେଇ ଯେ ସମଗ୍ର ବିଶ୍ୱର ମଙ୍ଗଳ କାମନା କରେ ସିଏ ହଉଛି ଏଇ ଓଡ଼ିଆ ଘରର ବୋହୂ। ଖାଲି ତୁ ମତେ ଏତିକି କହ ଏସବୁ ଗୁଣରେ କେବେ କୌଣସି ଦିନ ଗୀତା ପାଖରେ ଟିକେ କମ୍ ତୁ ଦେଖି। ବାପା ଆପଣ ଟିକେ ଚୁପ ହେଇଯାଆନ୍ତୁ। ବାପା ପୁଅ ଭିତରେ ଏମିତି ପାଠ ଦୂର ଲୋକମାନେ କଣ କହିବେ କହିଲେ? ମା ଲୋକମାନେ ଆଜି କହିବେନି, ଆଜି ଲୋକମାନେ ଦେଖିବେ ଆଜି। हेलो पुलिस स्टेशन आज्ञा मैं सूर्यकांत महापात्र कहूँ। हेलो कथा कौन सर मो घरे गोटे विराट बड़ अपराध हो जाए सर आप शीघ्र आसवाक चेष्टा करूँ। आज्ञा ठिकाना A/32 सुलेखा अपार्टमेंट खंडगिरी। आज्ञा सर आसे सर नमस्कार सर नमस्कार। आपण एठी पुलिस डाकिले ए कॉलोनी हमर ओटे सोशल स्टेटस अछि एठी पुलिस आसिले हम मान सम्मान रहिबो तो कोन भाई आपण पुलिस को डाकिले काहे कि आपण एठी के पुलिस को डाकिले एइति भाई पुलिस को डाकिली तो स्वामी सरकारी चाकरिया सरकारी चाकरी थाई घरे स्त्री थाऊ थाऊ से द्वितीय विवाह करिछि जोटा कि आईनी तो अपराध। आगमी दिन मो चाकरी खाइबी तापरे एइटाको मु तेजपुत्र करिबी। ना बाबा सेମିତି କରନ୍ତୁ ନାଇଁ ବାବା ନାଇଁ, ଆପଣ ଏତେ ନିଷ୍ପତ୍ତି ନିଅନ୍ତୁନି ବାବା। ଆପଣ ହାତ ଧରୁଛି ବାବା, ଆପଣଙ୍କୁ ନେଉରା ହଉଛି, ଆପଣଙ୍କ ଗୋଡ଼ ତଳେ ପଡୁଛି ବାବା। अरे वाह ମୁଁ ତତେ ହାତ ଧରୁଛି ହାତ ଧରି ନେହୁରା ହଉଛି ତତେ। ନାଇଁ ବାବା। ପୁଲିସ ଆସିଲେ ତୁ ସବୁ